ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବଡ଼ପୋଖରୀ ପଞ୍ଚାୟତ ଅନ୍ତର୍ଗତ ଦନ୍ତୁର ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ବେଦପାଠ କରି ପ୍ରଦୀପ ପ୍ରଜ୍ୱଳନ କରାଯାଇ ମଞ୍ଚାସୀନ ମୁଖ୍ୟ ଅତିଥି ସମ୍ମାନିତ ଅତିଥିମାନଙ୍କ ପରିଚୟ ଦେବା ସହ ଫୁଲ ତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ହେବା ସହ ବାର୍ଷିକ ବିବରଣୀ ପରିବେଷଣ କରାଯାଇଥିଲା। ଛାତ୍ରଛାତ୍ରୀମାନେ ଏ ବାର୍ଷିକ ପୁରସ୍କାର ବିତରଣ କରାଯିବା ସହ ଉତ୍ସବରେ ସ୍ୱାଗତ ସଙ୍ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଛି। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧନା କରିଥିଲେ। ମୁଖ୍ୟ ଅତିଥି ନୀଳଗିରି ବିଧାୟକ ଇଞ୍ଜିନିୟର ସୁକାନ୍ତ କୁମାର ନାୟକ, ମୁଖ୍ୟ ବକ୍ତା ବାଣିଜ୍ୟ ବିଭାଗ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହନ୍ତ, ସମ୍ମାନିତ ଅତିଥି ସମିତି ସଭ୍ୟ ଶ୍ରୀଯୁକ୍ତ ପ୍ରଭାକର ସାହୁ, ସରପଞ୍ଚ ଶ୍ରୀମତୀ ସୁଭଦ୍ରା ନାୟକ, ପୁରାତନ ବିଦ୍ୟାର୍ଥୀ ପରିଷଦ ସଭାପତି ଶ୍ରୀଯୁକ୍ତ ପରଶୁରାମ ସାହୁ, ବିଦ୍ୟାଳୟ ପରିଚାଳନା କମିଟି ଚେୟାରପର୍ସନ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବାରିକ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକାମାନଙ୍କ ସମେତ ବହୁ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଦନ୍ତୁର ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଆଜି ବାର୍ଷିକ ପୁରସ୍କାର ବିତରଣ ଉତ୍ସବ। ଏଥିରେ ଯେଉଁ ପିଲାମାନେ କୃତିତ୍ୱ ବିଭିନ୍ନ କ୍ଷେତ୍ରରେ ତାଙ୍କୁ ଆଜି ସମ୍ମାନିତ କରାଯାଉଛି, ସମ୍ମାନ ଜ୍ଞାପନ କରାଯାଉଛି। ସବୁ ପିଲାମାନଙ୍କୁ ଉତ୍ସାହିତ କରାଯାଉଛି ଭବିଷ୍ୟତ କରି ଭଲ ମଣିଷ। ମୁଁ ଅଶୋକ କୁମାର ଦାସ, ଦନ୍ତୁର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ବାର୍ଷିକ ଉତ୍ସବ ଯେଉଁଟାକି ଆମର ପିଲାମାନଙ୍କର ଗୋଟେ ଶିକ୍ଷାବର୍ଷରେ ତାଙ୍କର ସଫଳତା ଓ କୃତିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍ସବର ଆୟୋଜନ ହୋଇଥାଏ। ଆଜି ବିଦ୍ୟାଳୟରେ ତାହା ହିଁ ପାଳିତ ହେଉଛି ଏବଂ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ସେଥିରେ ସାମିଲ ହୋଇଛନ୍ତି ଓ ଭାଗ ନେଇଛନ୍ତି। ଏଭଳି ଏକ କାର୍ଯ୍ୟ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷା ସହିତ ବିଭିନ୍ନ ତାଙ୍କର ଯେଉଁ କୋ-କାରିକୁଲାର ଆକ୍ଟିଭିଟି ଅଛି ସେଗୁଡ଼ିକର ମଧ୍ୟ ଦକ୍ଷତା ସେଥିରେ ପିଲାମାନେ ବୃଦ୍ଧି କରିବେ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଯୋଗିତା ମଧ୍ୟ ହୋଇଥାଏ, ସେଥିରେ ପିଲାମାନେ ସଫଳତା ହାସଲ କରିଥାନ୍ତି। ତେଣୁ ଏହା ତାଙ୍କ ମଧ୍ୟରେ ମଧ୍ୟ ଆଗକୁ ସଫଳ ହେବାର ମାର୍ଗ ଦର୍ଶାଇଥାଏ। ବାଲେଶ୍ୱର ଜିଲ୍ଲା ଖଇରାରୁ ନିହାର ରଞ୍ଜନ ପାଢ଼ୀଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।